ଶ୍ରାଦ୍ଧ କରିବା ଆବଶ୍ୟକ ନା ଅନାବଶ୍ୟକ ସେ ସମ୍ପର୍କରେ ମୋତେ କିଛି ଦିଗଦର୍ଶନ ଦେବେ କି? ଯଦି ଆବଶ୍ୟକ ତେବେ ତା କେଉଁମାନଙ୍କ ପାଇଁ କିପରି ଭାବେ କରାଯିବ? ମୁଁ ଟିକେ ଜାଣିବା ପାଇଁ ଚାହୁଁଛି ବୋଲି ସେ ଶ୍ୟାମଙ୍କୁ ପଚାରିଲେ ରାମ। ତ ଶ୍ୟାମ ତାର ଉତ୍ତରରେ କଣ କହୁଛନ୍ତି? ସତରେ ମିତ୍ର, ବହୁ ଦିନ ପରେ ଆଜି ଜାଣି ତୁମେ ଅତି ସୁନ୍ଦର ପ୍ରଶ୍ନଟିଏ ପଚାରିଛ। ତେବେ ଶ୍ରାଦ୍ଧ କରିବା ସମସ୍ତଙ୍କ ପକ୍ଷେ ହେଉଛି ଏକ ଅନିବାର୍ଯ୍ୟ କର୍ତ୍ତବ୍ୟ। ତ ସେଟା କିପରି କରିବେ? ନା ନିଜର ଜୀବିତ ମାତା ପିତା, ପିତାମହୀ ପିତାମହ, ମାତାମହୀ ମାତାମହ, ସେମାନଙ୍କ ସହିତ ଗୁରୁ ଆଚାର୍ଯ୍ୟ, ବେଦବିଦ୍ ବିଦ୍ୱାନ, ତତ୍ତ୍ୱବେତ୍ତା, ଜ୍ଞାନୀ ଗୁଣୀଜନମାନଙ୍କର ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହିତ ଯେଉଁ ସେବା ଶୁଶ୍ରୂଷା ଓ ସତ୍କାର କରାଯାଏ ସେଗୁଡ଼ିକୁ ହିଁ ପ୍ରକୃତ ଶ୍ରାଦ୍ଧ ବୋଲି କୁହାଯାଇଥାଏ। ତତ୍ ସହିତ ଅକର୍ମଣ୍ୟ ବୟୋବୃଦ୍ଧ ବ୍ୟକ୍ତିମାନଙ୍କର ସେବା ଶୁଶ୍ରୂଷା ପାଇଁ ଦୃଷ୍ଟି ଦେବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ଏହା ହିଁ ହେଉଛି ପ୍ରକୃତ ଶ୍ରାଦ୍ଧ। କାରଣ ଶ୍ରାଦ୍ଧର ପ୍ରକୃତ ଅର୍ଥ ହେଉଛି ଜୀବିତାନାଂ କୃତେ ଶ୍ରଦ୍ଧୟା ଯତ୍ ଯତ୍ କ୍ରିୟତେ ତଦେବ ଶ୍ରାଦ୍ଧମ୍। ଅର୍ଥାତ୍ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହିତ ଜୀବିତ ମାତା ପିତା ପ୍ରଭୃତିଙ୍କ ଯେଉଁ ସେବା ଶୁଶ୍ରୂଷା ସତ୍କାର ପ୍ରଭୃତି କରାଯାଏ ତାହା ହିଁ ଶ୍ରାଦ୍ଧ ନାମରେ ଅଭିହିତ ହୋଇଥାଏ। ଏସବୁକୁ ହିଁ ପ୍ରକୃତ ଶ୍ରାଦ୍ଧ ବୋଲି କୁହାଯାଏ। କିନ୍ତୁ ଏହା କେବଳ ଜୀବିତ ବ୍ୟକ୍ତିମାନଙ୍କ ପାଇଁ କରାଯାଇଥାଏ। ମୃତ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଏହାକୁ କଦାପି କାର୍ଯ୍ୟକାରୀ କରାଯାଇପାରିବ ନାହିଁ। ପୁଣି ସେମାନଙ୍କୁ ସେହିପରି କୌଣସି ସୁସ୍ୱାଦୁ ପଦାର୍ଥ ବା ଭୋଜନାଦି ଦ୍ୱାରା ଯଦି ତୃପ୍ତି କରାଯାଏ ତେବେ ତାକୁ ତର୍ପଣ ବୋଲି କୁହାଯାଏ। ଏ ଦୁଇଟିକୁ ଶ୍ରାଦ୍ଧ ତର୍ପଣ ବୋଲି କୁହାଯାଏ। ତାହେଲେ ଆମର ରାମ ପୁଣି ପଚାରୁଛନ୍ତି, କିନ୍ତୁ ପ୍ରାୟଶଃ ସର୍ବତ୍ର ଦେଖାଯାଏ ଯେ ମୃତ୍ୟୁବରଣ କରିଥିବା ଆତ୍ମୀୟ ସ୍ୱଜନଙ୍କ ଉଦ୍ଦେଶ୍ୟରେ ହିଁ ଲୋକେ ଶ୍ରାଦ୍ଧର ଆୟୋଜନ କରିଥାନ୍ତି। କେହି କେବେ ଜୀବିତ ବ୍ୟକ୍ତିମାନଙ୍କର ଶ୍ରାଦ୍ଧ କରିବା କେଉଁଠାରେ ମଧ୍ୟ କେବେ ଦେଖିବାକୁ ମିଳେ ନାହିଁ। କେବେ ବି ସେ ଦେଖି ନାହାନ୍ତି, ଆମେ ବି କେବେ ଦେଖି ନାହୁଁ। ତ ସେଠି ଶ୍ୟାମ ଉତ୍ତର ଦଉଛନ୍ତି କଣ? ପ୍ରଥମେ ଆମକୁ ଏକଥା ବିଚାର କରିବାକୁ ପଡ଼ିବ ଯେ ପିତର ଶବ୍ଦର ପ୍ରକୃତ ଅର୍ଥ କଣ? ଏହି ଶବ୍ଦର ପ୍ରକୃତ ଅର୍ଥ ହେଉଛି ସୁରକ୍ଷା ବା ରକ୍ଷଣାବେକ୍ଷଣ କରୁଥିବା ବ୍ୟକ୍ତି। ଏହାର ପ୍ରକୃତ ତାତ୍ପର୍ଯ୍ୟ ହେଉଛି ପାଳୟନ୍ତି ରକ୍ଷନ୍ତି ଯେତେ ତୁ ପିତରଃ, ଅର୍ଥାତ୍ ପାଳନ ପୋଷଣ ତଥା ରକ୍ଷଣାବେକ୍ଷଣ କରୁଥିବା ଲୋକମାନେ ହିଁ ପିତର ପଦବାଚ୍ୟ ହୋଇଥାନ୍ତି। ଗୋପଥ ବ୍ରାହ୍ମଣରେ କଥିତ ହୋଇଛି, ଦେବା ବା ଏତେ ପିତରଃ ସୃଷ୍ଟ କୃତେ ବୈ ପିତରଃ, ଅର୍ଥାତ୍ ସୁଖ ଏବଂ ସୁବିଧାରେ ପାଳନ ପୋଷଣ କରୁଥିବା ବ୍ୟକ୍ତିମାନେ ତଥା ହିତ ସାଧନ କରୁଥିବା ବ୍ୟକ୍ତିମାନେ ହିଁ ପିତର ପଦବାଚ୍ୟ ହୋଇଥାନ୍ତି। ଶତପଥ ବ୍ରାହ୍ମଣ, ଶତପଥ ବ୍ରାହ୍ମଣ ଯୋଉଗୁଡା କୁହା ହଉଛି ଏଗୁଡା ବେଦର ସବୁ ଶାଖା ଗୁଡା। ହଁ, ତ ଶତପଥ ବ୍ରାହ୍ମଣ 2:1-3-4 ଅନୁସାରେ ମର୍ତ୍ତ୍ୟା ପିତରଃ, ମନୁଷ୍ୟମାନେ ହିଁ ହେଉଛନ୍ତି ପିତର। ଯଜୁର୍ବେଦ 2ୟ ଅଧ୍ୟାୟ 32 ନମ୍ବର ମନ୍ତ୍ରରେ ପିତର ମାନଙ୍କୁ ଏପରି ଭାବେ ବର୍ଣ୍ଣନା କରାଯାଇଛି। ଅତ୍ର ପିତରୋ ମାଦୟୋଧମ୍ ଯଦା ଭାଗମା ବୃଷାୟୋଧମ୍ ଅମିମଦନ୍ତ ପିତରୋ ଯଥା ଭାଗମା ବୃଷାୟୀ ସତ। ଈଶ୍ୱରଙ୍କ ଆଦେଶ ହେଉଛି ଯେ କୌଣସି ମାତା ପିତା ପ୍ରଭୃତି ଧାର୍ମିକ ସଜ୍ଜନମାନଙ୍କୁ ନିଜ ନିକଟକୁ ଆସିଥିବା ଦେଖି ସେମାନଙ୍କ ସେବା ଶୁଶ୍ରୂଷା କରିବା ଅତ୍ୟନ୍ତ ଆବଶ୍ୟକ। ସେମାନଙ୍କୁ ବିନୀତ ଭାବେ କହିବାକୁ ହେବ, ହେ ପିତୃପୁରୁଷ, ଆପଣମାନଙ୍କ ଏହି ଶୁଭାଗମନ ଆମ୍ଭମାନଙ୍କ ସୌଭାଗ୍ୟର ସୂଚନା ଦେଉଛି। ଆପଣମାନେ ଆମ ଘରକୁ ଆସନ୍ତୁ, ଏଠାରେ ବସବାସ କରନ୍ତୁ। ଆମେ ଆପଣଙ୍କର ପ୍ରିୟ ପଦାର୍ଥ ଦ୍ୱାରା ଯଥାଯୋଗ୍ୟ ଯଥା ସାମର୍ଥ୍ୟ ସେବା କରିବାରେ ଅବହେଳା କରିବୁ ନାହିଁ।
ଆମରି ସେବା ସତ୍କାର ଦ୍ୱାରା ଆପଣମାନେ ଆନନ୍ଦିତ ହୁଅନ୍ତୁ। ନିଜ ନିଜର ସୁନ୍ଦର ଅନୁଭୂତି ଦ୍ୱାରା ଆମ ଚଲାପଥକୁ ପ୍ରଶସ୍ତ କରନ୍ତୁ। ତଦ୍ୱାରା ଆମେ ସୁଖରେ ରହିବୁ ଓ ଉତ୍ତମରୁ ଉତ୍ତମ କାର୍ଯ୍ୟମାନ କରି ଆନନ୍ଦିତ ହେବୁ। ତ ସବୁ ଶାସ୍ତ୍ରରେ ସେ ପରିକା ଲେଖା ହେଇଛି। ତେଣୁକରି ଆହୁରି ବି କିଛି ଏଠି ଦେଇଛନ୍ତି ଯେ ଆଉ କୋଉଠି ଲେଖା ହେଇଛି ବୋଲି। ତ ବୃହତ୍ ପରାଶର ସ୍ମୃତିରେ ପିତରଙ୍କୁ 12 ପ୍ରକାରରେ ବର୍ଗୀକରଣ କରାଯାଇଛି ହେଲା। ବୃହତ୍ ପରାଶର ସ୍ମୃତି ବୋଲି ଗୋଟେ ଅଛି। ତ ସେଠି 12 ପ୍ରକାର ପିତରକୁ ବର୍ଗୀକରଣ କରାଯାଇଛି। ସଦ୍ଗୁଣ ଗୁଡ଼ିକ ଦ୍ୱାରା ଭୂଷିତ ହୋଇଥିବା ଜୀବିତ ବ୍ୟକ୍ତିମାନଙ୍କୁ ହିଁ ପିତର କୁହାଯାଇଥାଏ। ମୃତ ପିତରଙ୍କ କଳ୍ପନାଙ୍କୁ ଭ୍ରାନ୍ତି ବ୍ୟତୀତ ଅନ୍ୟ କିଛି ହିଁ କୁହାଯିବ ନାହିଁ। ଶ୍ରାଦ୍ଧ ଅର୍ଥାତ୍ ଶ୍ରତ୍ ହେଉଛି ସତ୍ୟର ନାମ। ଶ୍ରତ୍ ସତ୍ୟମ୍ ଦଧାତି ୟତ୍ କ୍ରିୟତା ସାଧୁ ଶ୍ରଦ୍ଧା ଶ୍ରଦ୍ଧୟା ଯତ୍ କ୍ରିୟତେ ତତ୍ ଶ୍ରାଦ୍ଧମ୍। ଯେଉଁ କାର୍ଯ୍ୟ ଦ୍ୱାରା ସତ୍ୟକୁ ଗ୍ରହଣ କରାଯାଏ ତାକୁ ଶ୍ରଦ୍ଧା, ପୁଣି ଶ୍ରଦ୍ଧାରେ ଯେଉଁ କର୍ମ କରାଯାଏ ତାରି ନାମ ହେଉଛି ଶ୍ରାଦ୍ଧ ହେଲା। କଣ କହିଲା ନା ଯେଉଁ କାର୍ଯ୍ୟ ଦ୍ୱାରା ସତ୍ୟକୁ ଗ୍ରହଣ କରାଯାଏ ତାକୁ ଶ୍ରଦ୍ଧା କୁହାଯାଏ। ପୁଣି ଶ୍ରଦ୍ଧାରେ ଯେଉଁ କର୍ମ କରାଯାଏ ତାରି ନାମ ହେଉଛି ଶ୍ରାଦ୍ଧ। ତୃପ୍ୟନ୍ତି ତର୍ପୟନ୍ତି ୟେନ ପିତॄନ୍ ତତ୍ ତର୍ପଣମ୍। ଯେଉଁ ଯେଉଁ କାର୍ଯ୍ୟ ଦ୍ୱାରା ତୃପ୍ତ ଅର୍ଥାତ୍ ଜୀବିତ ମାତା ପିତାଦି ପିତର ପ୍ରସନ୍ନ ହୁଅନ୍ତି ବା ପ୍ରସନ୍ନ କରାଯାଏ ତାକୁ ତର୍ପଣ କୁହାଯାଏ। ଏସବୁ ଜୀବିତ ବ୍ୟକ୍ତିମାନଙ୍କ ପାଇଁ କରାଯାଏ। ମୃତକଙ୍କ ଉଦ୍ଦେଶ୍ୟରେ ଏସବୁ କଦାପି କରାଯାଇ ପାରିବ ନାହିଁ। ମହର୍ଷି ମନୁସ୍ମୃତିର 3ୟ ଅଧ୍ୟାୟର 70 ନମ୍ବର ଶ୍ଲୋକରେ ଯଜ୍ଞର ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି, ଅଧ୍ୟାପନମ୍ ବ୍ରହ୍ମ ଯଜ୍ଞଃ ପିତୃଯଜ୍ଞସ୍ୟ ତର୍ପଣମ୍ ହୋମ ଦୈବୋ ବଳିର୍ଭୂତ ନୃଯଜ୍ଞନ୍ତିଥି ପୂଜନମ୍। ଶ୍ଲୋକରେ ବ୍ରହ୍ମଯଜ୍ଞ, ଦେବଯଜ୍ଞ, ପିତୃଯଜ୍ଞ ବଳି ବୈଶ୍ୱଦେବ ଯଜ୍ଞ ତଥା ଅତିଥି ଯଜ୍ଞ ସମ୍ପର୍କରେ କୁହାଯାଇଛି। ତ ମହର୍ଷି ଦୟାନନ୍ଦ ସରସ୍ୱତୀ ପଞ୍ଚମହାଯଜ୍ଞ ବିଧିରେ କହିଛନ୍ତି ଯେ କଥିତ ପଞ୍ଚମହାଯଜ୍ଞକୁ ପ୍ରତିଦିନ ଅନୁଷ୍ଠାନ କରିବା ହେଉଛି ପ୍ରତ୍ୟେକ ମନୁଷ୍ୟଙ୍କ ଧର୍ମ। ପିତୃଯଜ୍ଞକୁ ସ୍ପଷ୍ଟ କରିବାକୁ ଯାଇ ସେ କହିଛନ୍ତି, ଯେଉଁ ପିତୃପୁରୁଷମାନେ ଜୀବିତାବସ୍ଥାରେ ଅଛନ୍ତି ସେମାନଙ୍କୁ ପ୍ରୀତିପୂର୍ବକ ଖାଦ୍ୟ ଦ୍ୱାରା ତୃପ୍ତ କରିବା ହେଉଛି ତର୍ପଣ ଏବଂ ଶ୍ରଦ୍ଧା ଭାବନାର ସହିତ ପ୍ରୀତିପୂର୍ବକ ସେବା କରିବା ହିଁ ଶ୍ରାଦ୍ଧ ନାମରେ ଅଭିହିତ ହୋଇଥାଏ। ପୁଣି ସତ୍ୟ ବିଜ୍ଞାନ ପ୍ରଦାନ କରି ଯେଉଁମାନେ ପାଳନ ପୋଷଣ କରିଥାନ୍ତି ସେମାନଙ୍କୁ ମଧ୍ୟ ପିତର କୁହାଯାଏ। ଶ୍ରାଦ୍ଧକୁ ନିତ୍ୟକର୍ମ ବୋଲି ମନୁସ୍ମୃତିରେ କୁହାଯାଇଛି ହେଲା। ଶ୍ରଦ୍ଧାର ସହିତ ମାତା ପିତାଙ୍କର ଗୁରୁଜନ ମାନଙ୍କର ସେବା ସତ୍କାର କରିବାକୁ ଶ୍ରାଦ୍ଧ ବୋଲି କୁହାଯାଉଛି। ଶ୍ରଦ୍ଧାର ସହିତ ସେଟା ଯୋଉଟା କରାଯାଉଛି, ଆଉ ଯୋଉଟା ଶ୍ରଦ୍ଧା ନାହିଁ ତାକୁ ଶ୍ରାଦ୍ଧ ବୋଲି କୁହାଯିବ ନାହିଁ। ଗୃହସ୍ଥ ବ୍ୟକ୍ତିର କର୍ତ୍ତବ୍ୟ ହେଉଛି ମାତା ପିତା ଆଦି ପୂଜ୍ୟ ମହାନୁଭବଙ୍କ ଅନାଦି ଖାଦ୍ୟ ପଦାର୍ଥ ଦ୍ୱାରା ଜଳ, କ୍ଷୀର ତଥା କନ୍ଦମୂଳ ଫଳାଦି ଦ୍ୱାରା ପ୍ରତିଦିନ ଶ୍ରାଦ୍ଧ କରିବା ଏକାନ୍ତ ଆବଶ୍ୟକ। ପୁଣି ଈଶ୍ୱର ଆଦେଶ ଦେଇଛନ୍ତି ଯେ ପ୍ରତ୍ୟେକ ମନୁଷ୍ୟ ନିଜ ନିଜ ପତ୍ନୀ, ପୁତ୍ର ଓ ଭୃତ୍ୟ ଆଦିଙ୍କୁ କହିବା ଆବଶ୍ୟକ ଯେ ତୁମକୁ ଆମର ପିତର ଅର୍ଥାତ୍ ମାତା ପିତାଦି ତଥା ବିଦ୍ୟା ଶିକ୍ଷା ଦେଉଥିବା ବ୍ୟକ୍ତିମାନେ ହେଉଛନ୍ତି ଆମରି ସେବାର ଯୋଗ୍ୟ। ଏଣୁ ସେମାନେ ଶୈଶବାବସ୍ଥା ଓ ବିଦ୍ୟାଦାନ ସମୟରେ ମଧ୍ୟ ପାଳନ ପୋଷଣ କରିଥାନ୍ତି। ତେଣୁ ଆମେ ଜନସମାଜରେ ବିଦ୍ୟାର ବିନାଶ ଓ କୃତଜ୍ଞତାଦି ଦୋଷରେ ସମସ୍ତ ମନୁଷ୍ୟ ଜଡ଼ିତ ହୋଇ ଯେପରି ନ ରହନ୍ତି ତା ପାଇଁ ସର୍ବଦା ଧ୍ୟାନ ଦେବା ଆବଶ୍ୟକ। ମହର୍ଷି ବାଲ୍ମୀକି କୃତଘ୍ନତାକୁ ମହାପାପ ବୋଲି କହିଛନ୍ତି। ତେଣୁ ରାମାୟଣରେ ଶିକ୍ଷା ଦେବା ପାଇଁ କହିଛନ୍ତି, ଗଘ୍ନେ ଚୈବ ସୁରାପେଚ ଚୌରେ ଭଗ୍ନ ବ୍ରତେ ଶଠେ ନିଷ୍କୃତି ବର୍ହିତା ସଦ୍ଭିଃ କୃତଘ୍ନେ ନାସ୍ତି ନିଃସୃତି।
कृति। तो गो हत्याधारी, मद्यप, चोर तथा ବ୍ରତ ଭଗ୍ନକାରୀ ଓ ଠକମାନଙ୍କ ପାଇଁ ପ୍ରାୟଶ୍ଚିତ୍ତର ବିଧାନ ଅଛି ବୋଲି ସଜ୍ଜନମାନେ କହିଛନ୍ତି। କିନ୍ତୁ ଉପକାରୀର ଅପକାର କରୁଥିବା କୃତଘ୍ନ ବ୍ୟକ୍ତିର କୌଣସି ପ୍ରକାର ପ୍ରାୟଶ୍ଚିତ୍ତ ନାହିଁ। କୃତଘ୍ନ କାହାକୁ କୁହାଯାଏ? ମନେ କରାଯାଉ କେହି ଜଣେ ଆମର ଉପକାର କରିଛନ୍ତି, କିନ୍ତୁ ଆମେ ଯଦି ତାର ଉପକାର ନ କରି ତାକୁ ଆମେ ଦୁଃଖ କଷ୍ଟ ଦେଲେ, ପୀଡ଼ା ଦେଲେ, ତାର ସେବା ଯତ୍ନ ନ କଲେ, ତା ପ୍ରତି ମାନେ ଅପକାର କଲେ, ତାହେଲେ ତାକୁ କୃତଘ୍ନ ବୋଲି କୁହାଯାଏ। ହେଲା, ତେଣୁକରି ମନେକର ଯିଏ ବି ଆମ ପ୍ରତି ଉପକାର କରିଛନ୍ତି ତାଙ୍କ ପାଇଁ ମାନେ ତା ବଦଳରେ ନିହାତି ସେମାନଙ୍କୁ ଶ୍ରଦ୍ଧା ଯୁକ୍ତ ସେମାନଙ୍କୁ ତାଙ୍କର ଉପକାର କାମନା କରିବା ବା ତାଙ୍କର ସବୁବେଳେ ସେବା ଶୁଶ୍ରୂଷା କରିବାଟା ହେଉଛି ମୁଖ୍ୟ କାର୍ଯ୍ୟ। ଦେଖିବାକୁ ଗଲେ ଶ୍ରାଦ୍ଧ ବା ତର୍ପଣ ପିତୃଯଜ୍ଞର ଅନ୍ତର୍ଭୁକ୍ତ, ଅର୍ଥାତ୍ ପ୍ରତିଦିନର କାର୍ଯ୍ୟ ହୋଇଥିବା ସ୍ଥଳେ କେବଳ ଆଶ୍ୱିନ ମାସର କୃଷ୍ଣ ପକ୍ଷ ମଧ୍ୟରୁ କେବଳ ଗୋଟିଏ ଦିନ ପିତରଙ୍କ ଶ୍ରାଦ୍ଧ କରିବାର ପ୍ରକୃତରେ କି ଆବଶ୍ୟକତା ଅଛି? ତେବେ ସେମାନେ 364 ଦିନ କିଛି ନ ଖାଇ ନ ପିଇ କିପରି କଣ ପଡ଼ି ରହିବେ? ପୌରାଣିକ ପଣ୍ଡିତମାନେ କହିଥାନ୍ତି, ଶ୍ରାଦ୍ଧ କରିବା ଦ୍ୱାରା କାକାଦି ପକ୍ଷୀ କହିଲେ ଆମର କୁଆ, କାକାଦି ପଶୁ ପକ୍ଷୀମାନଙ୍କ ପେଟ ପୂରଣ ହୋଇଥାଏ। କିନ୍ତୁ ପଞ୍ଚମହାଯଜ୍ଞ ମଧ୍ୟରେ ଚତୁର୍ଥ ଯଜ୍ଞ ହେଉଛି ବଳି ବୈଷ୍ଣଦେବ ଯଜ୍ଞ। ଏହି ଯଜ୍ଞ ଦ୍ୱାରା ମୂକ, ପଶୁପକ୍ଷୀ, କୃମି, ପାପରୋଗୀ ତଥା ଚାଣ୍ଡାଳ ପ୍ରଭୃତି ମଧ୍ୟ ଉପକୃତ ହୋଇଥାନ୍ତି। କୁକୁର, ପତିତ, ଚାଣ୍ଡାଳ, ପାପରୋଗୀ, କାକ ଓ କୃମି ଏ 6 ଜଣଙ୍କ ନାମରେ ଭୂମିରେ 6 ଭାଗ ଖାଦ୍ୟ ପଦାର୍ଥ ରଖିବା ଆବଶ୍ୟକ। ସେହି ଭାଗଗୁଡ଼ିକ ଯେଉଁମାନଙ୍କ ନାମରେ ରଖାଯାଇଥିବ, ପରେ ସେହିମାନଙ୍କୁ ସେହି ଭାଗଗୁଡ଼ିକ ଦେବା ଆବଶ୍ୟକ। ଜୀବିତ ବ୍ୟକ୍ତିମାନେ ହିଁ ସୁରକ୍ଷା ପ୍ରଦାନ କରିବାରେ କେବଳ ସମର୍ଥ ହୋଇଥାନ୍ତି। ସେହିମାନେ ହିଁ ସନ୍ତାନ ସନ୍ତତିମାନଙ୍କୁ ଉପଦେଶ ଦେଇଥାନ୍ତି। ନିଜ ନିଜର ଅନୁଭୂତିକୁ ପାଥେୟ କରି କାହା ସହିତ କିପରି ବ୍ୟବହାର କରାଯିବ, କେଉଁପରି ଚଳପ୍ରଚଳ କରିବାକୁ ହେବ, ସେସବୁ ବିଷୟ ସେମାନେ ଶିକ୍ଷା ଦେଇଥାନ୍ତି। ଯେତେବେଳେ ମୃତ୍ୟୁର ବଶବର୍ତ୍ତୀ ହୋଇ ସେମାନେ ଇହ ସଂସାରରୁ ବିଦାୟ ନେଇ ଚାଲିଯାଆନ୍ତି, ସେତେବେଳେ ସେମାନେ ଆଉ ପିତର ପଦବାଚ୍ୟ ହୋଇ କେବେ ମଧ୍ୟ ରହିପାରନ୍ତି ନାହିଁ। କାରଣ ଶରୀର ହେଉ କିମ୍ବା ଆତ୍ମା ହେଉ, ସେସବୁ ପୃଥକ ପୃଥକ ହୋଇ ରହିଯିବା ପର୍ଯ୍ୟନ୍ତ କଦାପି ପିତର ପଦବାଚ୍ୟ ହୋଇପାରିବେ ନାହିଁ। ଯେତେବେଳେ ଶରୀର ସହିତ ଆତ୍ମାର ସଂଯୋଗ ହୁଏ, ସେତେବେଳେ ସେ ସଂସାରର ଯାବତୀୟ କାର୍ଯ୍ୟ କରିବା ପାଇଁ ସମର୍ଥ ହୋଇଥାଏ। ଯେତେବେଳେ କୌଣସି ପ୍ରାଣୀର ମୃତ୍ୟୁ, ସେତେବେଳେ ତାର ଶରୀର ଓ ଆତ୍ମା ଏ ଦୁହିଁଙ୍କର ସମ୍ପର୍କ ଛିନ୍ନ ହୋଇଯାଏ। ଏପରି ହେବା ଦ୍ୱାରା ସେ ଆଉ ପିତର ପଦବାଚ୍ୟ ହୋଇ କେବେ ମଧ୍ୟ ରହିପାରେ ନାହିଁ। ଯଦି ଆତ୍ମାର ନାମ ପିତର ହୋଇଥାନ୍ତା, ତେବେ ଆତ୍ମା କଦାପି ନିତ୍ୟ, ଶାଶ୍ୱତ ଓ ଅବିନାଶୀ ହୋଇ ରହନ୍ତା ନାହିଁ। କାରଣ ତାକୁ ମଧ୍ୟ ଦିନେ ନା ଦିନେ ବିନାଶ ହେବାକୁ ପଡ଼ନ୍ତା। ତଥାପି ତାକୁ ଦିନେ ପିତର ବୋଲି ସ୍ୱୀକାର କରାଯିବ। ତେବେ ତଦ୍ଦ୍ୱାରା ଆତ୍ମାର ମଧ୍ୟ ଛୋଟ ବଡ଼ର ପ୍ରଭେଦକୁ ବାଧ୍ୟ ହୋଇ ସ୍ୱୀକାର କରିବାକୁ ପଡ଼ିବ। ଯଦି ସେପରି ସ୍ୱୀକାର କରା ନଯିବ, ତେବେ ଆତ୍ମା ସହିତ ପିତର ଶବ୍ଦର କୌଣସି ପ୍ରକାର ସମ୍ପର୍କ ଆଉ ରହିପାରିବ ନାହିଁ। ଯଦି ସମ୍ପର୍କ ଯୋଡ଼ି ହୋଇ ନ ରହେ, ତେବେ କାହାର କିପରି ଭାବେ ଶ୍ରାଦ୍ଧ କରାଯିବ? ସମସ୍ତେ ଆତ୍ମାକୁ ଅବିନାଶୀ ବୋଲି ସ୍ୱୀକାର କରିଥାନ୍ତି। ତ ଆମର କଣ କୁହାଯାଇଛି ସେ ବିଷୟରେ ଶ୍ରୀକୃଷ୍ଣ ଭଗବତ ଗୀତାରେ କହିଛନ୍ତି, ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହାତି ନରପରାଣୀ ତଥା ଶରୀରାଣୀ ବିହାୟ ଜୀର୍ଣ୍ଣାନ୍ୟନାନି ସଞ୍ଜାତି ନବାନି ଦେହି। ବ୍ୟବହୃତ ବସ୍ତ୍ର ପ୍ରଭୃତି ଯେତେବେଳେ ଜୀର୍ଣ୍ଣ ଶୀର୍ଣ୍ଣ ହୋଇ ବ୍ୟବହାର ପାଇଁ ଅନୁପଯୋଗୀ ହୋଇଯାଏ, ସେତେବେଳେ ମନୁଷ୍ୟ ତାକୁ ପରିତ୍ୟାଗ କରି ପୁଣି ନୂତନ ବସ୍ତ୍ର ପରିଧାନ କରିଥାଏ। ଠିକ୍ ସେହିପରି ଶରୀର ଯେତେବେଳେ ଅତ୍ୟନ୍ତ ଜୀର୍ଣ୍ଣ ଶୀର୍ଣ୍ଣ ହୋଇ ଅକର୍ମଣ୍ୟ ହୋଇଯାଏ, ଆତ୍ମା ସେତେବେଳେ ସେହି ଶରୀରକୁ ତ୍ୟାଗ କରି ନୂତନ ଶରୀର ଧାରଣ କରିବା ପାଇଁ ଅଗ୍ରସର ହୋଇଥାଏ। ସେହି ଆତ୍ମା ପୁଣି କିପରି ସେ ସମ୍ପର୍କରେ ଗୀତାରେ ପୁଣି କଥିତ ହୋଇଛି, ନୈନମ୍ ଛିନ୍ଦନ୍ତି ଶସ୍ତ୍ରାଣୀ ନୈନମ୍ ଦହତି ପାବକଃ ନଚୈନମ୍ କ୍ଲେଦୟନ୍ତ୍ୟାପୋ ନ ଶୋଚୟତି ମାରୁତଃ।
ଧାରୁଆ ଅସ୍ତ୍ର ହେଲେ ମଧ୍ୟ ସେ କଦାପି ଆତ୍ମାକୁ ଛେଦନ ବା ଛିନ୍ନ ଭିନ୍ନ କରିପାରେ ନାହିଁ। ଅଗ୍ନି ତାକୁ ପୋଡ଼ିପାରେ ନାହିଁ, ଜଳ କେବେ ତାକୁ ପଚାଇ ପାରେ ନାହିଁ, ବାୟୁ ମଧ୍ୟ କେବେ ତାକୁ ଶୁଷ୍କ ବା ଶୁଖାଇ ପାରେ ନାହିଁ। ହେଲା, ତ ଆମର ଯୋଉ ଆଗକୁ ଆଲୋଚନା ରହିବ, ତ ଆମର ଶ୍ରାଦ୍ଧଟା ଆକ୍ଚୁଆଲି କେମିତି କ'ଣ କରାଯିବ ନା, ସେ ବିଷୟରେ ଆମେ ଯେତିକି ଆଜି ପଢ଼ିଲୁ ସେ ବିଷୟରେ କ'ଣ କୁହାଗଲା ନା, ଆମେ ଲୋକଙ୍କ ଯିଏ ବର୍ତ୍ତମାନ ସମୟରେ ଆମ ପରିବାରରେ ଜୀବିତ ଅଛନ୍ତି ତାଙ୍କୁ ଆମେ ଶ୍ରଦ୍ଧାର ସହିତ ସେବା ଶୁଶ୍ରୂଷା କରିବା ହେଉଛି ମାନେ ମୁଖ୍ୟ କାର୍ଯ୍ୟ। ସେଇଟା ହିଁ ଆମର ହେଲା କ'ଣ? ସେଇଟା ହେଲା ଶ୍ରାଦ୍ଧ। ଶ୍ରଦ୍ଧା ପୂର୍ବକ ସେବା ଶୁଶ୍ରୂଷା କରିବାକୁ ଶ୍ରାଦ୍ଧ କୁହାଯାଏ।